देखिबू देखिबू सबुदिन पूजा करछु मन दुख करछु ना देखिबू आउ जाय दिन परे अरे तो घरे मां कुआ डाकरे पूरा चारियाडे फाटिबो आ तो घरटा हस खुशी पूरा फाटी जीवो अरे तू बोलो हिने को मारेटा रे संग कोन बोली जगन्नाथ महाप्रभु ओ ठाकुर सुनिला हे कालिया शांत तुम गोया मते होउ के न हो एंती सब दिने तुम आरती बेले ओ एंती ढोल बजाउथिनी हो हो मानसिक करूची मरिवा जाए एंती ढोल ए संग ए काई मंजू करछु कहलो ए अरे सिए पूरा बड़ दाता ए ताको दाता पड़िया उठेई पारंदिनी हां अरे देखिबू देखिबू तो कथा हम कालिया निश्चय बुझिबरे संग अरे निश्चय बुझिबो ए संग अरे कांदोर फुलोटा काढी ले हरिया को पचड़िबो ए तमे जगन्नाथ को आम दुख सुनेइलो से कोन आम दुख सुनिले केहू थंबले अरे की उत्तर देबी को सारिया को अरे कहबू 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 हम महाप्रभु कालिया शांत हम दुख निश्चित बुझी ए संग अरे जाने संग अरे कौन कहूनु अरे आज हालना बेले मु हाथ में गोटे नड़िया यही सारिया कहला एटा जगन्नाथ को पाखे बाड़ी दब आ जगन्नाथ को कहब सारिया तुम नड़िया पठाई मानसिक पूरण कर जगन्नाथ गोड़ ना माने हाथ नड़िया ने पछुआ जाति कही बार बार
সে বা ভাবর ভগবান, সে ভক্তর ভগবান। তু জানিলু এই দিয়ে দাসিয়া বাবুর কথা মনে পকাইলু। তা কছুয়া জাতি কই তা নড়িয়া কেই নেলেনি, তা নিচ জাতি কইলে বিভিন্ন নির্যাতন ବି ଦେଲେ। ହେଲେ ସିଏ ভক্ত বৎসল ভগবান। আরে ভক্তর কষ্ট সই ন পারি সেদিন মহাপ্রভু নিজে জগন্নাথ, স্বয়ং জগন্নাথ আসিলে না, আসিকি দাসিয়া বাউরিয়া তোর নিজ নড়িয়া দেবে সাঙ্গ। ভক্ত সালা বাবা মনে পড়ছে তো? মনে পকা মনে পড়েছে। আরে ভক্ত সালা বাবা ପାଇଁ বড় দাଣ୍ଡରେ ନନ୍ଦିଘୋଷ ରଥ ଅଟିକି ଗଲା। ଆଉ ବନ୍ଧୁ ମହାନ୍ତି ଠାରୁ ଭୋଗ ଥାଳି ଆମ ମହାପ୍ରଭୁ ସିଧାସଳଖ ଆରେ ଦେଖିବୁ ସାଙ୍ଗ, ଆରେ ସତରେ ତମେ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ, ସତ କହୁଛି ତମେ ଯଦି ମନ କରି ଆମ ମହାପ୍ରଭୁଙ୍କୁ ଡାକୁଥିବ ନା, ସେ ନିଶ୍ଚିନ୍ତ ଦୁଃଖ ବୁଝିଗଲେ ସାଙ୍ଗ। এই ସାଙ୍ଗ ସତ କହୁଛି ମହାପ୍ରଭୁଙ୍କ କୋଳ ପୂରଣ କରିବେ। ମହାପ୍ରଭୁଙ୍କ ଉପରେ ବିଶ୍ୱାସ କର ସାଙ୍ଗ, ନିଶ୍ଚୟ ପାଇବୁ। ଆରେ ପାଇବୁ ସାଙ୍ଗ। ମହାପ୍ରଭୁ ବଳିଆର ଭୁଜଙ୍କୁ ଟିକେ ସ୍ମରଣ କରିଦେବୁ ଆଉ ସବୁ ଦୁଃଖ ଜଣେଇଦେବୁ। ଦେଖିବୁ ସେ ତ ନିଶ୍ଚୟ ଦୁଃଖ ଦୂର କରିବେ। ଆରେ ସାଙ୍ଗ ଦେଖ ସତ ତ ଛୁଆଟା କାନ୍ଦୁଛି। ସେଇ ଗଛ ପଛ ସେ ସାରା ଗଛ ଦେଖିବା
ସତରେ ଇଏ ପୁଅ ଛୁଆ ଆରେ ସାଙ୍ଗ ଆମେ ଏବେ କଣ କରିବା ଏ ଛୁଆଟାକୁ ନେଇ ଯିବା କୁଆଡ଼େ ତୋ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି କି ରେ ଆରେ ମୁଁ କଣ କହିଥିଲି ମୁଁ କାଳିଆ ଠାକୁର ଆରେ ଭକ୍ତର ଭଗବାନ ଦେଖିଲୁ କାଳିଆ ଉପରେ କେତେ ଭରସା କରିଥିଲୁ ତୁ ପୂରଣ ହେଲା ନା ନାଇଁ ତୋ ମନସ୍କାମନା ପୂରଣ ହେଲା ନା ନାଇଁ ଏ ସାଙ୍ଗ ତୁ ଗୋଟେ କାମ କର ଆଉ ନାଇଟା କାହିଁ ପୋଟା ହେଲା ଭଳିଆ ଦେଖାଉନି ଏ ଘରକୁ ଯିବୁ ନାଇ କାଟିଦବୁ ଆଉ ଏନ୍ତୁଡ଼ି ସେକ ଘର ଘରେ ଟିକେ ଦେଇଦବୁ ଚାଲ ଆଉ ଡେରି କରିବାନି ଘଡଘଡି ବର୍ଷା ଆସିଲାଣି ସାଙ୍ଗ हे जगन्नाथ महाप्रभु हे कालिया शांत तोते कोटि कोटि दंडवत प्रभु कोटि कोटि दंडवत ଆମ କାଳିଆର ଜୟ ଆମ କାଳିଆ ଠାକୁରର ଜୟ ସଞ୍ଜ ପରେ ଗଲେଣି ଯେ ରାତିରେ ସେ ଘଡ଼ି ହେଲାଣି ଏ ଯାଇ ବି ତାଙ୍କର ଦେଖା ନାହିଁ ସେ ଖବରଟା ଶୁଣିବା ପାଇଁ ମନଟା ଖାଲି ଡହଳ ବିକଳ ହଉଛି ହେଲେ ତାଙ୍କର ଏ ଯାଇ ବି ଦେଖା ନାହିଁ ହଉ ମୁଁ ଯାଉଛି ତାଟିଟା ନେଇ ଆସିବି ତାଙ୍କର ଯେତେବେଳେ ଆସିବା କଥା ଆସନ୍ତୁ ଲଗେଇଛନ୍ତି ଗୋଟେ ତାଟି ଦେବିନି ଯଦି ସେ ଚାଲି ଆସନ୍ତି ତାଙ୍କ ମତେ ଡାକିଦେବେ ମୁଁ ତ ଘର ଭିତରେ ଥିବି ଆସି ତ ପାରିବିନି ତାପରେ ମୋ ଉପରେ ରାଗିବେ କଣ କରିବି ଦେବି ନା ଦେବିନି ହେଲେ ଖୁସି ଖବରଟା ଜଣାଇବାକୁ ଡେରି ହେଇଯାଉଛି କଣ କରିବି ମୋ ମୁଣ୍ଡ ବି କିଛି କାମ କରୁନି ମୁଁ ଦେଖେ ଇଲୋ ହେଇବା ଆଲୋ ତମେ କେତେବେଳେ ଆସି ଏଠି ଜଣକ ଭଳି ଠିଆ ହେଇଛ ଖୁସି ଖବରଟା ଶୁଣିବା ପାଇଁ ମନଟା ଭାରି ଛଟପଟ ହେଲାଣି କଣ ଏମିତି ଖୁସି ଖବର ଶୁଣାଇ ବୋଲି ତୁ ଏମିତି ଖୁସି ହେଇଯାଉଛୁ ନାଇଁ ମୁଁ ଜମା କରିବିନି ହେଇବା ହେଇ ଆଲୋ ତମେ ତ ବର୍ଷା ପୁରା ଅଙ୍କା ହେଇଯାଇଛ ହେଇବା ମୁଁ ଟିକେ ନାଲି ଚା ପାଣି କରିଦଉଛି ତମେ ପିଇଦବ ଘର ଭିତରକୁ ଆସ ଆଗେ କଣ ଖୁସି ଖବର କହିବୁ କହୁନୁ ଜମା କହିବି କହିଲି ପରା କହିବିନି ଏଇ ତୋ ପାଇଁ ନା ମୁଁ ଗୋଟେ ବଢିଆ ଖୁସି ଖବର ଆଣିଛି ଖୁସି ଖବର ହଁ। କହିଲ ସେ ଖୁସି ଖବରଟା କଣ କୁହ କହିବିନି ତମକୁ ମୋର କଣ ସେ ଖୁସି ଖବରଟା କଣ ଏ ତୋ ଖୁସି ଖବରଟା କଣ କହିଲୁ ତମେ କୁହ ନାଇଁ ଆଗେ ତୁ କହ ଆଗେ ତମେ କୁହ ଏଇ ସାରିଆ ଆଗେ ତୁ କହ କହିବି ତ ହଁ ନାଇଁ କହିବି ତ କହିଲୁ ଏ ସାରିଆ କଣ କହିଲୁ ମୁଁ ବାପା ହେଇଛି ତମେ ବାପା ହବାକୁ ଯାଉଛ କେତେ ଦିନେ ତମେ ମୋ ସାରିଆର ଦୁଃଖ ଶୁଣିଛ ପ୍ରଭୁ କେତେ ଦିନେ ତମେ ଆମ ଡାକ ଶୁଣିଛ ଏଇ ଏଥର ତମ ଖୁସି ଖବରଟା କଣ କହୁନ ମତେ ମୋ ଖୁସି ଶୁଣିବୁ କୁହ ତୁ ମା ହେଇଯାଇଛୁ କଣ ମା ହେଇସାରିଛୁ ମାନେ ମୁଁ ତୁ ମା ହେଇସାରିଛୁ ମା ହେଇସାରିଛୁ କହୁଛ ତମେ ମୁଁ କିଛି ବୁଝିପାରୁନି ଜଗନ୍ନାଥ ଦେବେ ସତ କୁହ ସେ ଛୁଆ କାହାର କୋଉଠୁ ପାଇଛ ଏ ସାରିଆ ସତ କୁହ ଆଲୋ କାହା ମୁଣ୍ଡ ସାରା ଗଛ ମୂଳେ ଏଗୁଡ଼ା ଛୁଆଟାକୁ ପକେଇ ଯାଇଗଲା କାହା
ଛୁଆ ନୁହେଁ ଲୋ ଆଉ ଇଏ ଆମରି ଛୁଆ ଆମ ଛୁଆ ଆଜିଠାରୁ ତୁ ହଉଛୁ ତା ମା ଯଶୋଦା ଆଉ ମୁଁ ହଉଛି ତା ବାପା ନନ୍ଦ ହଁ ନନ୍ଦ ଜମା କାନ୍ଦ ହଁ ତମେ ଠିକ କଥା କହିଛ ଆଜିଠାରୁ ମୁଁ ହଉଛି ତା ମା ଯଶୋଦା ଆଉ ତମେ ହଉଛ ତା ବାପା ନନ୍ଦ ଆଜିଠାରୁ ଇଏ ଆମରି ପୁଅ ଆମରି ଘରେ ରହିବ ଆଲୋ ଏଇ ଆମକୁ ପିଣ୍ଡ ପାଣି ଦବ ଲୋ କାନ୍ଦେରେ କାନ୍ଦେଇ ଦବ ଏଇ ସାରିଆ ଶୁଣ 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 ମୁଁ ନା ତାକୁ କଣ କରି କହିଲୁ ଢୋଲ ବଜା ଶିଖେଇ ଦେବି ଆଉ ସମସ୍ତେ ଦେଖି କହିଲେ ହଁ। କନେଇର ବାପା Thank
କହୁଛୁ ଗୋଟେ ମୂର୍ଖୁଣୀ ନିଶଉଟା ପାଠ ନା ୟା ଛତୁ କୁଟା କାଠ ଆରେ ବୋଉ ଏ ମଣିଷ ଯେତେବେଳେ ବଡ ହେଇଯାଏ ତାର ନିଶ ସାରିଲା ପରେ ତାର ପାଠ ହେଲାନି ପଡିବାକୁ କାଠରେ ଛତୁ ଫୁଟିଗଲା ପରେ କୋଉ ଯୋଉ କାଠ ଯୋଉ କାବେ ଲାଗେ ନା ଯେ ବୋଉ ଆମ ଜିତୁଆଟା ଭଲ ପାଠ ପଢୁଛି ମୁଁ ତାଠାରୁ ଟିକେ ଟିକେ ଶିଖିବି ପାଠ ଆସିବି अरे ढोलिया कान्हा अरे पानी तोला हलो चौथी रात रे ढोल मंगला हलो अरे शीघ्र आसे जाउती ए दीपा हां टाको सारे ओने जीवन दीपा दे तमे दिना करवालो तमे दिना काली लुकी सेवा काली खाड़ बोइना देइची हां मु जाकी जियो मंगले पानी तोला अरे से पूरा प्रधान घर मु कहले माने तमे देटा घर छाडी कुआन जाई परबो ता नले पिंटे पर तम छाला उतार देबे हां अनाइलो अन्ना टिके काई टिके नउछा पूरा सबले कहू कोन को कहले ए कानू ढोलिया रो बाजा न बाजिले ये गां रे का बागर हलाडी ना जियो मंगला हलाडी ସେଇଥି ପାଇଁ ତୁ ପୁରା ମତେ ସବୁବେଳେ କହୁ ଅନେଇ ରଜା ମୋ ମାରିଦା ବଜା ତମେ ଦିଟା କୁଆଡେ ବାହାରିଲ ଏ ସାନ ଭାଇଟା ମାନେ ଜିତୁଆ କଥାଟି ଶୁଣୁ ମୁଁ କିଛି ଶୁଣିନି ମୁଁ କିଛି ଶୁଣିବିନି ତମେ ଦି ଜଣ ଆଗେ ମୋ କଥା ଶୁଣ खुशी खबर अच्छी मुना बीटेक रो फर्स्ट क्लास पाइছি बीटेक कोन अरे बीटेक कोन आ बीटेक कर सारली आ पर इंटरव्यू देबी आ बड़ चाकरी करबी बड़ ऑफिसर हो अरे तमे दीटा के जदी ढोल मोरी बचैबो ओ प्रेस्टिजटा चली जीवन ए बाळुका पबलू केवड कहले ओ हे जो ढोल मोरी बजा पैसा रे तो मु एजिमिति कर तो कोन सीटा एजिमिति कर दे तू ओ पिटक कर सही ढोल मोरी तो समाधि दे लेबू तू जा इते बड़ भाई घर भाई कैप्चर करिया पई बहुत टंका दरकार भाई हां तू तो कामर मुंड करा आमे आबा कामर मुंड हां हैला आमे तो जाऊ बाबू ସେମାନଙ୍କର କେମିତି ବାହାଘର ହବ ଓ ବାପା ଠିକ
ঠিক কথা কইছো আমি যেতে শিখাবো সে দিটার বাহাদুর কামড়া সারি দেবা আর তা নহলে মতে যেমনি লাগে তা আত্মাটা মতে ডাকি কହୁଛି ଏ ସାଙ୍ଗ ଆରେ ତୁ କାନୁ ଦିପାର କେତେବେଳେ ବାହାଘର କରିବୁ ରେ ଯେତେ ଗୁଳି ଝଡ଼ରେ କାମ କଲେ ବି କିଛି ବି କାମ କଲାନି ଶେଷରେ ଝିଅଟାକୁ ମୋରି ହାତକୁ ଦେଇ କହିଲା ଏ ସାରିଆ ମୋ ଝିଅ ତତେ ଲାଗିଲା ତୁ ତାର ମା ହବୁ ଗଲାବେଳେ ଗୋଟାଏ ବଡ଼ ଗୁରୁ ଦାୟିତ୍ୱ ତମେ ଆଉ ଜମା ବି ଡେରି କରନି ଶୀଘ୍ର ପଣ୍ଡିତଙ୍କ ପାଖକୁ ଯାଇ ତିଥି ବାର ଲଗ୍ନ ସବୁ ଠିକ କରି ଆମେ ଯେତେ ଶୀଘ୍ର ହବ ସେ ଦିନ ଗୌର ବାହାଘର ଆମେ ସାଥେ এই ସାରିଆ ମୁଁ ବର୍ତ୍ତମାନ ପଣ୍ଡିତଙ୍କ ପାଖକୁ ଯିବି ଏବେ ଯିବ ହଁ ଆଚ୍ଛା ତିଥି ବାର ନକ୍ଷତ୍ର ଠିକ କରି ହଁ। ଏଇ ଫଗୁଣରେ ତାଙ୍କ ବାହାଘର ସାରି
ପରେ ମୋ ଝିଅ ମଥାରୁ ସିନ୍ଦୁର ଲିପିଯିବ, ମୋ ଝିଅ ବିଧବା ହେଇଯିବ। ନା ନା, ମୁଁ ବାପ ହିସାବରେ ଏ କଥାଟା ସହିବି କେମିତି? ଆଉ ଅମାବାସ୍ୟା ଚନ୍ଦ୍ର ଗ୍ରହଣରେ ଝିଅ ଜନ୍ମ ଏଇଭଳି ଝିଅ ବାହା ହେଲେ ଝିଅ 21 ଦିନ ବାହାଘର 21 ଦିନରେ ଝିଅ ବିଧବା ହବ। ଶୁଣ ସମୁଦି, ଆରେ ପ୍ରତ୍ୟେକ ଅମାବାସ୍ୟା ରାହୁ ଚନ୍ଦ୍ର ଗ୍ରହଣରେ ଶହ ଶହ ଝିଅ ଜନ୍ମ ହଉଛନ୍ତି। ତା ବୋଲି କ'ଣ ସମସ୍ତେ ବିଧବା ହେବେ? ଓହୋ ବାପା, ଜ୍ୟୋତିଷକୁ ତମେ ବିଶ୍ୱାସ କରନି ଏ କଥା ମୁଁ ଜାଣିଛି। ତମେ କଥା ଫେକି ଦେଇ ପାରିବ, ହେଲେ ମୁଁ ବି ଏସବୁକୁ ବିଶ୍ୱାସ କରେନି। ହେଲେ ବାପା, 3 ଜଣ ପଣ୍ଡିତକୁ ଡାକି ସିଆର ଜାତକ ଦେଖେଇଲେ, ଆଉ ଜାତକ ଦେଖି ସାରିବା ପରେ କହିଲେ ସିଆର ବିଧବା ଯୋଗ ଅଛି। ମଙ୍ଗଳ ଦୋଷ ଅଛି ପରା, ଏ ବାହାଘର 21 ଦିନରେ ଝିଅ ବିଧବା ହବ। ଓ ବନ୍ଦ କର ସେ ବାଜେ କଥା। ଏ ଅନ୍ଧବିଶ୍ୱାସକୁ ମୁଁ ମାନି ନାଇଁ ପାରିବି। ତାଳ ପତ୍ରରେ ଲେଖା ହେଇଥିବା କେଇଟା କଥା ମୋ ଭଉଣୀକୁ ବିଧବା କରିଦେବ। ତମେ ସେ ଜାତକ ଦେଖେଇବା ବନ୍ଦ କର। କଣ କହିଲ? ମାନେ କଣ କହିଲ ତମେ? ଏସବୁ ହଉଛି ଅନ୍ଧବିଶ୍ୱାସ। ହଁ, ଅନ୍ଧବିଶ୍ୱାସ। ଯଦି ଏସବୁ ଅନ୍ଧବିଶ୍ୱାସ, ତାହେଲେ ତିଥି ଲଗ୍ନ ଏସବୁ ହୁଅନ୍ତା ନାହିଁ। ଯାହାକୁ ତାକୁ ଚଉକି ସାଇଡି ସେ ବାହା ହେଇ ପଡ଼ନ୍ତେ, ତାହେଲେ ଜ୍ୟୋତିଷ ଶାସ୍ତ୍ର କଣ ପାଇଁ? ଆରେ ମନୋଜ, ଓ ହୋ ସେଲି, ଆରେ ତମେ ତ ଏଜୁକେଟେଡ ହେଇ ଏ ଅନ୍ଧବିଶ୍ୱାସକୁ କେମିତି ମାନି ନେଉଛ? ତା ଛଡ଼ା ଜ୍ୟୋତିଷ ଶାସ୍ତ୍ରର ମୂଲ୍ୟ କିଛି ନାହିଁ। ତାହେଲେ ତମେ ମତେ କୁହ ମନୋଜ, ଆଗେ ବିଜ୍ଞାନ ନା ଜ୍ୟୋତିଷ ଶାସ୍ତ୍ର? ବାପା, କହୁନା, କୁହ କୁହ କୁହ। ଆରେ ଭୃଗୁଙ୍କ ଜ୍ୟୋତିଷ ଶାସ୍ତ୍ର କ'ଣ ଭୁଲ? ଆରେ ସବୁ ଭୁଲ ହେଇଯାଇପାରେ। ରାମଚନ୍ଦ୍ର 14 ବର୍ଷ ବନବାସ ଯିବା କଥା କ'ଣ ଭୁଲ? ଆରେ ରାମଚନ୍ଦ୍ରଙ୍କର ରାଜ୍ୟ ଅଭିଷେକ ପୂର୍ବରୁ ରାଜା ଦଶରଥ ରାମଚନ୍ଦ୍ରଙ୍କର ପୁଷ୍ଟି ଗଣନା କରିଥିଲେ। ପଣ୍ଡିତ ଦେଖି କହିଲେ ରାମଚନ୍ଦ୍ରଙ୍କର ରାଜା ଯୋଗ ନାହିଁ, 14 ବର୍ଷ ସନ୍ନ୍ୟାସୀ ଯୋଗ ଅଛି। ଆରେ ସେ କଥାଟା କ'ଣ ଭୁଲ? ବାପା, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ନାଇଁ, କଣ ବୁଝିବା ତମ କଥା? ବାପା, ଆପଣ ଗୋଟେ କାମ କରନ୍ତୁ, ଜ୍ୟୋତିଷକୁ ଦେଖାନ୍ତୁ କଣ କଲେ ପରିବାର ମଙ୍ଗଳ ହବ, ଆଉ ସିଏ ଜାତକ ଠିକ ଠାକ ହେଇପାରିବ, ସେଇ କଥା ଭଲ ଭାବରେ ଚିନ୍ତା କରନ୍ତୁ। ଓ ହୋ ସେଲି, ଓହୋ, ତମେ ଚୁପ କର। ବାପା ଯାହା ନିଷ୍ପତ୍ତି ଦେବେ ସେସବୁକୁ ଆମେ ମାନି ନେବା ଉଚିତ। ମଙ୍ଗଳ ଗ୍ରହ କାଟିବା ପାଇଁ ସୁନ୍ଦର ଦାସ ନିଜ କିନ୍ତୁ ଶୁଣୁ ମନୋଜ, ଆରେ ସେଠି କ'ଣ ବୁଝିବ? କ'ଣ ବୁଝିବ ସେ? ଏ ଚନ୍ଦନ କନଷ୍ଟ୍ରକ୍ସନ କମ୍ପାନୀ କାହାର ଜାଣିଛୁ? ଏ କମ୍ପାନୀ ହେଉଛି ସ୍ୱର୍ଗତ ଆଦିତ୍ୟ ଜଗଦେବଙ୍କର। ଏ କମ୍ପାନୀର ଓନର ହେଉଛି ଚନ୍ଦନ ଜଗଦେବ। ତାମାନେ ବାପା, ଏ କମ୍ପାନୀଟା ଆମର ନୁହେଁ? ନାଇଁ ରେ ମା, ଆମେ କେବଳ କମ୍ପାନୀରୁ ଦରମା ନେଇ ଜଗିଛେ। ଚନ୍ଦନ ଲଣ୍ଡନରୁ ପାଠ ପଢ଼ା ସାରି ଆସିଲେ ଚନ୍ଦନକୁ କମ୍ପାନୀର ହିସାବ ପତ୍ର ମୁଁ ବୁଝେଇ ଦେବି। ତାପରେ କମ୍ପାନୀର ଓନର ହିସାବରେ ଆମ ବାପ ପୁଅଙ୍କୁ ସେ କମ୍ପାନୀ ରଖିପାରେ ନ ରଖିପାରେ, ସେଇଟା ତା ଉପରେ ନିର୍ଭର କରେ। ବାପା, ତାହେଲେ ସତ କଥାଟା ଆଜି ଯେ ଲୁଚି ରଖିଥିଲେ କ'ଣ? ଆଦିତ୍ୟ ଜଗଦେବ ଏହି ରାଜିନାମା କରିଦେଇ ଯାଇଛନ୍ତି। ଚନ୍ଦନ ଯଦି କୌଣସି କାରଣରୁ ମରିଯାଏ, କମ୍ପାନୀଟା ଗଭର୍ଣ୍ଣମେଣ୍ଟ ହାତକୁ ଚାଲିଯିବ। ଆଉ କମ୍ପାନୀଟା ଗଭର୍ଣ୍ଣମେଣ୍ଟ ହାତକୁ ଚାଲିଗଲେ ଆମ ମାନ ସମ୍ମାନ କେତେ ତଳକୁ ଖସିଯିବ ଏ କଥା ତୁ ଜାଣିପାରୁଛୁ? ରାସ୍ତାରେ ମୁଣ୍ଡ ଟିକେ ବାଟ ଚାଲିପାରିବନି। ତାହେଲେ ଏ କଥାଟା ଆଜି ଯେ ଲୁଚି ରଖିଥିଲେ କ'ଣ ପାଇଁ? ମୁଁ ବେଇମାନ ନୁହଁ, ମୁଁ ବିଶ୍ୱାସଘାତକ ନୁହଁ। ଶ୍ରୀୟା ଆଉ ଚନ୍ଦନର ପ୍ରେମ ମୋତେ ସବୁଦିନ ଲୁଚେଇବାକୁ ବାଧ୍ୟ କରିଥିଲା। ଚନ୍ଦନକୁ ସବୁ କଥା କହିଲି। ଚନ୍ଦନ ସବୁ କଥା ଶୁଣି ସାରିବା ପରେ କହିଲା, ଅଙ୍କଲ, ଆମ କମ୍ପାନୀରେ ଆଗରୁ ଆପଣ ଯେମିତି MD ହେଇଥିଲେ ଆଗକୁ ବି ସେମିତି MD ହେଇକି ରହିବେ। ମନୋଜ, ଶ୍ରୀୟା ଚନ୍ଦନର ବାହାଘର ପରେ ଚନ୍ଦନ ଯଦି ମରିଯାଏ ତାହେଲେ କ'ଣ ହବ ମୋ ଝିଅର ଭବିଷ୍ୟତ? କ'ଣ ହବ ଆମମାନଙ୍କର ଭବିଷ୍ୟତ? ହବ ଏଇ କମ୍ପାନୀର ଭବିଷ୍ୟତ? ଓ ବାପା, ତାକୁ କଣ ଜବାବ ମାଗୁଛନ୍ତି? ମୋ ଠାରୁ ଶୁଣନ୍ତୁ ବାପା, ସିଏ ତ ନିଜେ କଣ କରୁଛନ୍ତି ସେ କଥା ବି ସେ ନିଜେ ଚିନ୍ତା କରିପାରୁନାହାନ୍ତି। ଯଦି କମ୍ପାନୀଟା ଆମ ହାତରୁ ଚାଲିଯାଏ, ତାହେଲେ ସିଏ ତ ଦାଣ୍ଡର ଭିକାରୀ ହେବେ। ଆମକୁ ବି ଦାଣ୍ଡରେ ଭିକ ମାଗକୁ ଠିଆ କରିଦେବେ। ହୋ ସେଲି, ଓହୋ, ତମେ ଚୁପ করে କହୁଛି। ଚୁପ୍ କର। ମୋ ନିଷ୍ପତ୍ତିଟା ଫାଇନାଲ ନିଷ୍ପତ୍ତି। ଠିକ ଅଛି ବାପା, ମୁଁ ବି କହିଯାଉଛି ଆଜି ଠାରୁ କୌଣସି କଥାରେ ମୁଁ ମୁଣ୍ଡ ପୁରେଇବିନି। ହ୍ୟାଲୋ, କିଏ? ଚନ୍ଦନ?
ଚନ୍ଦନପୁର କରୁଛନ୍ତି କଣ କହୁଛନ୍ତି? କଣ କହିଲେ ବାପାଙ୍କ ସହିତ କଥା ହେବେ ଠିକ ଅଛି ବାପା ଚନ୍ଦନ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି ଏଇ ନିଅନ୍ତୁ ହ୍ୟାଲୋ ହଁ ଚନ୍ଦନ ପ୍ରଣାମ ପ୍ରଣାମ ଭଗବାନ ତମକୁ କୋଟି ପରମାୟ ଦିଅନ୍ତୁ। ନାଇଁ ବାବା କିଛି ଅସୁବିଧା ନାହିଁ ସବୁ ଠିକ ଠାକ ଚାଲିଛି। ହଁ ବାବା ଓକେ ଓକେ ବାପା ଚନ୍ଦନ କଣ କହିଲେ ସିଏ କହିଲା ତାର ଆଉ ଶ୍ରିୟାର ବାହାଘର ପାଇଁ ଲଗ୍ନ ଠିକ କଲେ ସେ ଲଣ୍ଡନରୁ ଆସିବା ପାଇଁ ଭିସା ବାହାର କରିବ। କିନ୍ତୁ ବାପା ଏବେ କଣ କରିବା ଆରେ ମୁଁ କଣ ଚିନ୍ତା କରିବି ଯାହା ଚିନ୍ତା କରିବା କଥା ତମେ ମାନେ ଚିନ୍ତା କର। ବାପା ଏବେ କଣ କରିବା ମୋ କଥା କିଛି ବି ମୁଣ୍ଡରେ ପଶୁନି ଠିକ ଅଛି ବାପା তুমি ଗୋଟେ କାମ କର ତମେ ପୁଣି ପଣ୍ଡିତକୁ ଡାକି ଠିକ ଭାବରେ ସିଆର ଜାତକ କଷାକଷି କର କଣ କଲେ ପରିବାର ମଙ୍ଗଳ ହବ ସିଆର ବିଧବା ଯୋଗ ପ୍ରତିକାର ହେଇପାରିବ କେବଳ ସେଇ କଥାରେ ଚିନ୍ତା କରିବା ଉଚିତ ସମୁଦି ଯୋଉଟା କଲେ ଆମର ମଙ୍ଗଳ ହବ ସେଇ କଥାଟା ହିଁ ଦେଖ। ଗୋଟିଏ ଅଛୁଆ ଜାତିର ପୁଅ କୁଆଡ଼େ ଯଦି ତା ସହିତ ବାହାଘର କରିଦିଆଯାଏ ତାହେଲେ ସେ ପୁଅଟାଏ କୋଉଠି ମରିଯିବ ତାପରେ ଆମେ ସିଆକୁ ଚନ୍ଦନ ସାଙ୍ଗରେ ବାହାଘର କରିଦେବା। ଏ କଥାଟା ହବ କେମିତି ମରିବାକୁ ବା କିଏ ରାଜି ହବ? ଆମେ କାହିଁ କାହାକୁ କରିବାକୁ ତା କରିବା ଆମେ ତ ପଇସା ଦେଇ ସିଆର ବାହାଘର କରିଦେବା ସେ କୋଉଥିରେ ମରିଯିବ ତା ବାପା ମା ଆସି ତା ପଟିରେ ସେ ପଇସାକୁ ଦେଇଯିବ ତାପରେ ଆମେ ଚନ୍ଦନକୁ ବାହାଘର କରିଦେବା। ଏଇ ଆଉ ତୁମେ ସେଥିରେ ମୁଣ୍ଡ ପୁରାନା ଆଉ ଯାହା କରିବା କଥା ସବୁ ମୁଁ କରିବି ତୁମେ ସେଥିରେ ମୁଣ୍ଡ ତମେ ଠିକ କହିଛ ସମୁଦି ଯେମିତି ହଉ ଆମେ ଗୋଟେ ଅଛୁଆ ଜାତିର ପୁଅ ସହିତ ଆମ ଶ୍ରିୟାକୁ ବାହାଘର କରିଦେବା। ତାଙ୍କର ବହୁତ ବଡ଼ ଭୁଲ ହେଇଯିବ ବାପା ବହୁତ ବଡ଼ ଭୁଲ ଆରେ କୋଣଟା ଭୁଲ ହେଇଯିବ କୋଣଟା ମହମ୍ମଦ ଭୁଲ ହେଇଯିବ ତମେ କଣ ସିଆର ଭାଇ ନୁହଁ ନା ସେ ଖୁସିରେ ରହିଲେ ତମ ମୁଣ୍ଡ ଯଦି ପଛ ପାଲଟି ଯାଉଛି ଶୁଣ ମନୋଜ ମୁଁ ତ ତାକୁ ଧରି କହି ରଖୁଛି ଆଗକୁ ଯେମିତି ତୁ ମୋ ଶ୍ରିୟା ବିଷୟରେ ମୁଣ୍ଡ ନ ଖେଳେଇବୁ ଏଇ ନିଷ୍ପତ୍ତିଟା ମୋର ଫାଇନାଲ ନିଷ୍ପତ୍ତି। ଠିକ ଅଛି ବାପା ମୁଁ ବି କଥା ଦଉଛି ଆଉ କୌଣସି ଦିନ ମୁଁ କୌଣସି କଥାରେ ମୁଣ୍ଡ ପୁରେଇବିନି ହେଲେ ଗୋଟାଏ କଥା ମନେ ରଖିଥିବ ବାପା ନେଇଥିବା ନିଶ୍ୱାସ ବେଳେ ବେଳେ ଏମିତି ବଦଳିଯାଏ ସେଇ ନିଶ୍ୱାସରେ ଅଣନିଶ୍ୱାସ ହେଇ ତମକୁ ମରିବାକୁ ପଡ଼ିବ। ୟୁଜଲେସ୍ କୋଉଠି ତାର ନିଜସ୍ୱ ନିଷ୍ପତ୍ତି ବୋଲି କିଛି ନାହିଁ ସବୁ କଥାରେ ଆଗୁଆ ମନା କରିଦେବ। ହଉ ଛାଡ଼ ସେ କଥା ଶୁଣିବି କଥାଟାକୁ ଆମେ ତ ଆଗକୁ ପଢ଼େଇବା ହଁ ସମୁଦି ସେ କଥାଟା ଟିକେ ଚିନ୍ତା କର। ହଁ ସମୁଦି ଛାଡ଼ ସେ କଥା ତମେ ଯାଅ ଖାଇ ପିଇ ରେଷ୍ଟ ନିଅ ମୁଁ ଆଜି ଭିତରେ ଯେମିତି ହେଲେ ପୁଅ ଠିକ କରିଦେବି ଆଜ୍ଞା ଏଟ୍ ଏନି କଷ୍ଟ। ଆଜ୍ଞା ବାପା କଣ ସବୁ କହୁଛନ୍ତି ମୁଁ କିଛି ବି ବୁଝିପାରୁନି ହଁ ବାପା ମୋର ଦରକାର କେବଳ ଚନ୍ଦନ ଆଉ ଚନ୍ଦନ ବର୍ଷ ସଙ୍ଗ ମାନିକା ହିଁ ହେବା ଦରକାର କିନ୍ତୁ କେମିତି ହେବି ବାପା ଠିକ ଅଛି ବାପା ଏଥର ନାଟକଟା ଆରମ୍ଭ ହେଲା ଶୁଣ ଟିକେ କଣ ଶୁଣିବି ମୁଁ କଣ ଶୁଣେଇବି ତୁ କହିଲୁ ସେ ଚିତୁଟାକୁ କହିଦେ ତା ପାଠ ପଢା ବନ୍ଦ କରିଦଉ ତାକୁ ପଢିବା ପାଇଁ ମୋ ପାଖରେ ଆଉ ବଳ ନାହିଁ ସେ ଟୋକାଟା ତ ପାଠ ପଢିବା ପାଇଁ ଜିଦ୍ କରି ବସୁଛି ଲୋ ତାରି ପାଠ ପଢା ପାଇଁ ମୁଁ ଆଉ ଏତେ ବାର ଦୁଆରେ ଗୋଡ ଭାଙ୍ଗି ଠିଆ ହେଇପାରିବି 100-200 ଟଙ୍କା ହେଇଥିଲେ କିଏ ସିନା ଦବ ଏକାଥରେ 2 ଲକ୍ଷ ସାରିଆ ଆରେ ତାକୁ ଦେବି ଏଇ ଚାହାକୁ ବାକିଲି ସମସ୍ତେ କହିଲେ କଣ ବନ୍ଧକ ପାଇଁ ଆଣିଛ ମୁଁ ବୁଝୁଛି ହେଲେ ଏତେ କାଳର ଏତେ ଗୁଡେ ଟଙ୍କା କିଏ ବା କାହିଁକି ଦବ ଏଇ ତମେ ଜାଣିଛ ନା କାଲି ରାତିରେ ଆଜି ତ କିଛି ବି ଖାଇନି ମୁଁ କେତେ ଡାକିଲି ଦୀପା କେତେ ଡାକିଲା କାହାରି କଥା ବି ସେ ଶୁଣି
ଟଙ୍କା ଯୋଗାଡ଼ କରିପାରୁନି ବୋଲି କାନରେ ବାର ବାହାଘର କରିପାରୁନି। ଚାରି ପଡ଼ିଶାରେ କିଏ କେତେ କଥା ପଚାରୁଛନ୍ତି, ସଡ଼କରେ ମୁଁ ବାଟ ଚାଲି ପାରୁନି। ନା, ମୁଁ ଭାବୁଛି ଯେମିତି ହଉ କୋଉଠୁ କେମିତି ଟଙ୍କା ଯୋଗାଡ଼ କରି ଏଇ ଫଗୁଣରେ ସେ ଦି ଜଣଙ୍କର ବାହାଘର କରିଦେବି। କାହା କଥା ମୁଁ ଶୁଣିବିନି। ମାଉସୀ ମାଉସା ତମେ ସେଇଠି ଅଛ। ଆମ ଯଦି ବ୍ୟାଙ୍କ କରିଯିବାକୁ ବାହାରିଲେଣି ତାକୁ ଟିକେ ଅଟକାଅ। ତମେ ମାନେ ତାକୁ କେହି କିଛି କୁହ ନା, ତାର ଯାହା ଇଚ୍ଛା ସେୟା କରୁ। ମାଉସା ତମେ ଏମିତି କଣ କହୁଛ? ଆମ ଯଦି ପାଠ ପଢା ପାଇଁ ଦିଲ୍ଲୀ ଯିବା ପରା। ଟଙ୍କା ଯୋଗାଡ଼ ହେଇପାରିଲାନି, 7 ଦିନ ଆମେ ବାପ ପୁଅ ତୁ ପୁଣି ବ୍ୟାଗ ଧରି କୁଆଡେ ଯିବାକୁ ବାହାରିଛୁ? ଭାଇ ପରି ଢୋଲ ବଜାଇବି ଢୋଲ। ଭିତରେ ମୋର 2 ଲକ୍ଷ ଟଙ୍କା ଦରକାର। ଟଙ୍କା ନହେଲେ ମୋର ଆଡମିସନ ହେଇପାରିବନି। ତମେ ମାନେ କେହି ମୋ କଥା ଶୁଣୁନ। ଏ ଘରେ ପଡ଼ିଲେ ତମ ଉପରେ ବୋଝ ବି କମ ପାଇଁ ଯାଉଛି କୋଉ ଗୋଟେ କମ୍ପାନୀ ଚାକିରି କରିବି। ଯା କୋଉ କମ୍ପାନୀ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଛି। ଶୁଣୁ ତୁ କାହିଁକି ବ୍ୟସ୍ତ ହଉଛୁ କହିଲୁ? ଆମେ ସମସ୍ତେ ତୋ ପାଇଁ ଟଙ୍କା ଯୋଗାଡ଼ କରିବାରେ ଲାଗିଛୁ। ଏଥର କାନ୍ଦ ପାଇଁ କୋଉଠି ଯାଇ ଶାଶୁ ଆସିବା ପର୍ଯ୍ୟନ୍ତ ତୁ ଟିକେ ଅପେକ୍ଷା କର। ନା ଆଉ ମୁଁ ଏ ଘରେ ଅପେକ୍ଷା କରିପାରିବିନି। ଜିତୁ ମୋ ଧନଟା ପରା, ମୋ ସୁନା ଭାଇଟା ପରା, ଅବୁଝ ହେଲୁ ମୋ କଥା ଟିକେ ଶୁଣେ। ତୁମ ଆଗରୁ ଉଠିବ। ଜିତୁ ଜିତୁ अरे अमंगला कुआडे बालू अरे तत्व पचारची कुआडे बालू काली रात्रि जानी तू कौन है अमंगला तू खाइलुनु हम चार प्राणी पास बुझिलु ଭାଇ ତମେ ବୁଝିଲ କଣ ପାଇଁ? ଏ ଘର ପାଇଁ କଣ ଆବଶ୍ୟକ କଣ ନ ଆବଶ୍ୟକ ସେ କଥା କଣ ମୁଁ ବୁଝିନି। अब बुझिची जदी राति अदर घर छाड़ी छाड़ी जीवा कते चिंता करछु भाई ଏ ଘର ପାଇଁ କଣ ଆବଶ୍ୟକ କଣ ନ ଆବଶ୍ୟକ ମୁଁ ସବୁ ବୁଝୁଛି। ଘର ପାଇଁ କଣ ଦରକାର କଣ ନ ଦରକାର ସେ କଥା ମୁଁ ଜାଣିଛି। ଭାଇ ଆଜିକାଲି ବିଟେକ୍ କରିବା ମାନେ ଅଧା ବାଟ ସାରା ସମାନ। ଭାବିଥିଲି ଏମଟେକ୍ କରିବି, ଏମଟେକ୍ କଲା ପରେ ଗୋଟେ ବଡ଼ ଚାକିରି କରିବି, ଘର ଆମର ପରିବର୍ତ୍ତନ ହବ। ଯଦି ସେ ଇଚ୍ଛାଟା ମୋର ପୂରଣ ହେଲାନି ତାହେଲେ ଘରେ ପଡ଼ିଲେ ବି କାହିଁକି ଯାଉଛି କୋଉ ଗୋଟେ କମ୍ପାନୀରେ ଚାକିରି କରିବି। तू एटू जीवो वो गोटे प्राइवेट कंपनी में चाकरी करबी आ सेठी चाकरी करी निजे पेट पाइगा निजे रोजगार करबी निजे खाइबू निजे चलिबू अरे अमकुड़ा तते झियो पे एई गाने देबे ना तो बाहागर होई परिबो ना भाई ମୁଁ ପାଠ ପଢ଼ିବା ପାଇଁ ମୋତେ 2 ଲକ୍ଷ ଟଙ୍କା ଦରକାର। हां 2 लक्ष कोन संगे संगे जोगा दे कोन संगे संगे आ देबी रो मु दे आ देबी कोन अरे ଏତେ ଟଙ୍କା ତମେ କୋଉଠୁ ଆଣିଲ? अरे कोन 2 लक्ष टका रोजगार करे भाई को योग्यता नहीं ना ए दीपा हाटा करे अनेक कोन अरे लगा ताको घर भीतर रही जा गादवा गादवा कर चले ताको रेडी कर दबो हला आउ तापर मु जो आटा स्थान देबी से आटा ता पैसा रो भांग पके रख दबो बुझिलु ଜିତୁ ତୋ ମନ ଖୁସି ହେଇଗଲା? ଚାହିଁଛୁ କଣ ଘରେ ଭିତରକୁ ଚାଲ। हां जा बड़ा बेगा मगने बड़ा बड़ा चाकरी करे जा हो मो भाईटा आज दिल्ली जाउची पाठ पढुबा सदी भाई मु आरब्ध जगन्नाथ प्रभु गोपीनाथ मंदिर जळे दिए ए प्रभु गोपीनाथ मो भाई की तमे रक्षा करो କାହ୍ନା ଏତେ ବଡ଼ ଟଙ୍କା ତୁ କୋଉଠୁ ଆଣିଲୁ? ମୁଁ ବି ଭାବୁଛି ଆରେ ଏତେ ଗୁଡ଼ା ଟଙ୍କା ତୁ ଆଣିଲୁ କୋଉଠୁ? ସତ କହ କାହ୍ନା, ଏତେ ଟଙ୍କା ଆଣିଲୁ କୋଉଠୁ? से जगन्नाथ देले से जगन्नाथ ସତ କହ ଏତେ ଟଙ୍କାଟା ତୁ ଆଣିଲୁ କୋଉଠୁ? मो सत को प्रभु जगन्नाथ दे जो
କହୁଛୁ? ସତ କହିଛ ଟଙ୍କା ଆଣିଲ କୋଉଠୁ? 7 ଦିନ ହେଇଗଲାଣି ବାପା ମୋ ଗାଁ ସାରା ବୁଲୁଛନ୍ତି, କେହି ଟଙ୍କାଟା ବି ଦେଲେନି। ଆଜି ସକାଳୁ ସକାଳୁ ତୋତେ 2 ଲକ୍ଷ ଟଙ୍କା ଦେଲା କିଏ? ସତ କହ କେନ? ଏ ଟଙ୍କା ତୁ ଆଣିଛୁ କୋଉଠୁ? ଏବଂ ମୁଁ ସତ କହୁଛି ଜଗନ୍ନାଥ ମହାପ୍ରଭୁ ଦେଇଛନ୍ତି ଦୟାକରି କି ଦେଇଛନ୍ତି ବୋଉ। ଆରେ ସତ କହ ତୋତେ ମୋର। ଏ ସତ କହୁନି ଏତେ ଟଙ୍କା ଆଣିଲୁ କୋଉଠୁ? ଏ କଣ? ମତେ ମୋ ଦିଆନ। ସତ କହ ଏତେ ଟଙ୍କା ଆଣିଲୁ କୋଉଠୁ? ସତ କହ। ରାଣ ପକେଇଲୁ ଦିଅ ଦେଲୁ ତାପରେ କବୁ ମିଛ କଥା କହିବି। କୋଉଠୁ ଆଣିଲୁ? ଏ ଟଙ୍କା ଏ 2 ଲକ୍ଷ ଟଙ୍କା ମୁଁ ବାହା ହବା ପାଇଁ ବୋଉ ଆଣିଛି। ଆରେ କଣ କହିଲୁ? ତୁ ବାହା ହେବା ପାଇଁ ପଇସା ଆଣିଛୁ? ହଁ ବାପା ଆରେ ତୋ ମୁଣ୍ଡ ଖରାପ ହେଇଗଲା ନା କଣ? ହଁ ବାପା 2 ଲକ୍ଷ ଟଙ୍କା ମୁଁ ବାହା ହବା ପାଇଁ ବୋଉ ଆଣିଛି। ବୋଉ ସତ କହୁଛି ଲୋ ମୁଁ ବାହା ହବା ପାଇଁ ବୋଉ ଆଣିଛି। ତୁ ବାହା ହବୁ ବୋଲି ପଇସା ଆଣିଛୁ? ବାପା ସେ ଯୋଉ ଆର ଗାଁ ମହେଶ ମହାପାତ୍ର ତାଙ୍କ ଝିଅ ଶ୍ରିୟାକୁ ବାହା ହବା ପାଇଁ ମୁଁ 2 ଲକ୍ଷ ଟଙ୍କା ପଇସା ଆଣିଛି। ଆଲୋ ଶୁଣୁଛୁ ସାରିଆ ଶୁଣୁଛୁ? ତୋ ପୁଅଟା ପାଗଳ ହେଇଗଲାଣି, ପାଗଳ। ଆରେ ଆରୋଗା ମହେଶ ବାବୁଙ୍କ ଝିଅ ଶ୍ରିୟାକୁ ବାହା ହେବା ପାଇଁ ଏଇଟା 2 ଲକ୍ଷ ଟଙ୍କା ପଇସା ଆଣିଛି। ଆରେ ଏଇଟାକୁ ମାଡ ନହେଲେ ଇଏ ସତ କହିବନି। ଏଇଆ ବୋଉ ସତ କହୁଛି ମୁଁ ବାହା ହବା ପାଇଁ ପଇସା ଆଣିଛି। ବୋଉ କୋଉଠି ଗଲ? ମୋ ବାହାଟା ବୋଉ ମୁଁ ସବୁଦିନ ପାଇଁ ରହିବି ନା 21 ଦିନ ପାଇଁ ବାହା ହବା ପାଇଁ ପଇସା ମୁଁ ସତ କଥା କହୁଛି ପଇସା ତୁ ଆଣିଲୁ ଟଙ୍କା ସବୁଦିନ ପାଇଁ ନୁହେଁ ପଇସା ମାତ୍ର 21 ଦିନ ପାଇଁ ବାହା ହେବି। 21 ଦିନ ପରେ ମୁଁ ପୁଣି ଆମ ଘରକୁ ପଳେଇ ଆସିବି। ବୋଉ ମୁଁ 21 ଦିନ ପାଇଁ ବାହା ହେବି ଯେ ସେ ଯୋଉ ମହେଶ ବାବୁ ମତେ ପାଖକୁ ଡାକି ଦିନେ କହିଲେ ଗାଧାରେ ତୋର ଯଦି କେତେବେଳେ ସୁବିଧା ଅସୁବିଧା ହୁଏ ତାହେଲେ ତୁ ମତେ କହିବୁ, ତତେ ନିଶ୍ଚୟ ସାହାଯ୍ୟ କରିବି। ଏଇଥିପା ଆରେ ଆମେ ଗାଁର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାକୁ ଢୋଲ କରି ବଜେଇବାକୁ ଯାଇନଥିଲେ ସେଇ ମହେଶ ବାବୁ। ହଁ ହେଲେ ମୁଁ କଣ କଲି ତାଙ୍କ କଥାରେ ରାଜି ହେଇଗଲି। ଆଉ ତାପରେ ବାବୁ କହିଲେ ଗୋଟେ ସର୍ତ୍ତରେ ସତଟା ହଉଛି କହିଲେ ମୋ ଝିଅର ବେଳା ପଡେ ଖରାପ, ସେଥିଲାଗି ତାକୁ କୋଉ ଅଛୁଆ ଜାତିର ପୁଅ ଯଦି 21 ଦିନ ପାଇଁ ବାହା ହେଇଯିବ ତାହେଲେ ତା ବେଳା ପଡେ ଭଲ ପଡେ। ମୁଁ ତାକୁ 21 ଦିନ ପାଇଁ ବାହା ହେବି। ସେ 2 ଲକ୍ଷ ଟଙ୍କା ମତେ ଦେଲେ ମୁଁ ନେଇ ପଳେଇ ଆସିଲି। ଆଉ ଖରାପ କରନା, ଯା ସେ ଟଙ୍କା ନେଇ ଚୁପଚାପ
ବେଦି ବନ୍ଧା ହବ, ଢୋଲ ବାଜିବ, ମହୁରୀ ବାଜିବ, ବ୍ରାହ୍ମଣ ମନ୍ତ୍ର ପାଠ କରିବେ, ଯେମିତି ମୋର ବାହାଘର ହେଇଥାନ୍ତା ସେମିତି ପୁରା ବାହାଘର ହବ। ଏ, ଶୁଣ 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 ବାହାଘର ହବ ଯେ, କିନ୍ତୁ ଏ କଥା କେହି ଜାଣିବେନି। ତବେ ତୁ ତା ମଥାରେ କଣ ସତରେ ସିନ୍ଦୁର ପିନ୍ଧେଇ ଦବୁ? ହଁ, ମୁଁ ତା ମତାରେ ସତରେ ସିନ୍ଦୁର ମୁଁ ସିନ୍ଦୁର ପିନ୍ଧିବି, ସେଟା ସତ ସିନ୍ଦୁର ନୁହେଁ, ସେଟା ମିଛ ସିନ୍ଦୁର। ହେଲେ ମିଛରେ କଣ କିଏ କା ମଥାରେ ସିନ୍ଦୁର ପିନ୍ଧେ? ଆରେ ମା କଣ ସିନ୍ଦୁର ଇଏ କଣ ସବୁ ଖେଳ କରୁନ ତ? କହିଲି ପରା ମୋ ମୁଣ୍ଡ ଖରାପ ନ କରି ସେ ଚୁପଚାପ ସେ ଟଙ୍କା ଫେରେଇ ଦେ, ନହେଲେ ନିଆଁ ଲଗାଇଦେବି ସେ ଟଙ୍କାରେ। ବାପା ତମେ ବୁଝୁନ କାହିଁକି? ଟଙ୍କାଟା ଯଦି ମୁଁ ଫେରେଇ ଦେବି ତାହେଲେ ଜିତୁଆଟା ଅଧା ବାଟୁଆ ହେଇ ରହିଯିବ ଯେ। ଆରେ ପାଠ ପଢିବା ଦରକାର ନାହିଁ। ସେମାନେ ଟଙ୍କାରେ ମୋ ଜିତ ପାଠ ପଢିବାକୁ ଯାଇପାରିବନି। ନା ତାକୁ ଟଙ୍କା ଫେରେଇ ଦିଆ। ଠିକ ଅଛି, ତମମାନେ ଯଦି ବାଧ୍ୟ କରି ମତେ କହୁଛ ତାହେଲେ ମୁଁ ଚାହୁଁଛି ସେ ଟଙ୍କା ଫେରେଇ ଦେଇ ଆସିବି। ରଖାନୁ ସେ ଟଙ୍କା ଫେରିବନି। ସେ ଟଙ୍କାରେ ଆମ ଜିତ ପାଠ ପଢିବାକୁ ଯିବ। ହେଇପାରିବନି, ସେ କଥା କେବେ ହେଇପାରିବନି। ନାଇଁ ମାଉସୀ, ତମେ ମନା କର। ବାପା ମା ମରିଗଲା ପରେ ତମେ ହଉଛ ମୋ ପାଇଁ ବାପା ମା ସବୁ କିଛି। ମନା କରନି ମାଉସୀ।